हाई फ्रेंड्स आपण समस्त को स्वागत जनाऊँ मोर आउ एक नुआ ब्लॉग को आसतु बुली जावा श्रीक्षेत्र पुरी। जगन्नाथ मंदिर बड़ देउल श्रीमंदिर नाम जना जाए। ओडिशार पुरी सहरर मध्य भाग अवस्थित श्री जगन्नाथ श्री बलभद्र देवी सुभद्रा और सुदर्शन पूजित हेउथुबा एक पुरातन देउल। ओडिशार संस्कृति एवं जीवन शैली उपरे एही मंदिरर सविशेष स्थान रही। द्वादश शताब्दी गंग राजवंशर राजा चड़गंगदेव एही मंदिरर निर्माण कार्य आरंभ करथिले। अनंग भीमदेव तृतीय एही कार्य को संपूर्ण करी श्री विग्रह मानकर अधिष्ठित कराइथिले। एबे आमे बड़ दांडे अच्छु। वर्तमान आमे श्रीक्षेत्र पुरी मंदिर आड़ को अग्रसर करुचु। आपण माने देखंतु श्रीमंदिर शोभा नीलचक्र वृद्धि करुची और एहा उपरे पतित पावन बाना फरफर होई उडुची। वर्तमान आमे पहुँची जाइछु श्रीमंदिर सामनारे। ये देखंतु बहुत गहली लगी रही। प्रत्येक दिन हजार हजार संख्यक भारतरू विभिन्न राज्यरू भक्त माने एठाकू जगन्नाथ श्री जगन्नाथंकर दर्शन करिया को आसी थांती। जगन्नाथंकर विभिन्न पर्वपर्वाणी रही अछि। ताहा मध्यरु रथयात्रा मुख्य पर्व अटे। रथयात्रा समय रे श्री जगन्नाथ सारा विश्ववासी को दर्शन दबाकू पदा को बाहरी आसंती एवं सेठारे सबु धर्मावलंबी लोक माने तांको दर्शन करिथांती। से नीलामयी कृपामयी भावर ठाकुर अटंती। से सबु वर्ग सबु जातिर सबु धर्मर लोकंकु दर्शन देवाई रथयात्रा समय आसी थांती। यथा हिंदू मुस्लिम ख्रिस्टियान पारसी सबु जातिर लोकंकु समान आखिरे से दर्शन दे थांती। जगन्नाथ हिंदू धर्मर आराध्य देवता हेथिले मध्य तांको दर्शन करिया पई सबु वर्गर लोक आसी थांती एवं बहुत गहली हुए तांकर सेई विश्व प्रसिद्ध रथयात्रा समय रे। वर्तमान देखि पारुथबे आमे अछु सिंह द्वार सामनारे अछि अरुण स्तंभ। एमिति की किछि किंबदंती रही अछि। महाप्रभु जगन्नाथ को दर्शन करिवा पई हेले प्रथमे सिंह द्वार देई महाप्रभु पाखन को जीवाक पड़ी थाए। से होउछंती बड़ ठाकुर। तांकर देउळ होउची बड़ देउळ। तांकर दांड होउची बड़ दांड। से भावमयी ठाकुर। से आपण मानकर समस्त मनर भावना मनर कामना जानी पारंती। सेथिपाई जगन्नाथंकु हिंदू धर्मर श्रेष्ठ एवं
ବିଶିଷ୍ଟ ଭଗବାନ ବୋଲି କୁହାଯାଇଛି। ପ୍ରଭୁ ଜଗନ୍ନାଥଙ୍କୁ ନେଇ ବହୁତ ଗୁଡ଼ିଏ କିମ୍ବଦନ୍ତୀ ରହିଅଛି। ତାହା ମଧ୍ୟରୁ ଆମେ ସମ୍ୟକ କିଛି ଜାଣିବା ପ୍ରଭୁଙ୍କ ବିଷୟରେ। ପ୍ରଭୁ ପ୍ରଥମେ ନୀଳକନ୍ଦରରେ ନୀଳମାଧବ ରୂପରେ ବିଶ୍ୱବସୁ ଶବରଙ୍କ ଠାରୁ ପୂଜା ପାଉଥିଲେ। ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଯାହା ବି କିଛି କହିଲେ ଅଳ୍ପ ପଡ଼ିଯିବ। ତାଙ୍କର ମହିମା ବହୁତ ବଡ଼, ଯାହାକି ଆମେ ବର୍ଣ୍ଣନା କରିବା ଅସମ୍ଭବ ଅଟେ। ଆମେ ଆପଣମାନଙ୍କୁ ମେଘନାଥ ପାଚେରୀ ଦେଖାଉଛୁ, ଆପଣମାନେ ଦେଖନ୍ତୁ। ଏ ହେଉଛି ଶ୍ରୀମନ୍ଦିର। ଆମେ ବଡ଼ଦାଣ୍ଡରେ ଅଛୁ ଏବଂ ଆପଣମାନଙ୍କୁ ସମ୍ୟକ କିଛି ମହାପ୍ରଭୁଙ୍କ ବିଷୟରେ ଜଣାଇଛୁ। ମହାପ୍ରଭୁଙ୍କର ଦର୍ଶନ କରିବାକୁ ହେଲେ ଆପଣମାନେ ଚାରିଦୁଆର ଦେଇ ଦର୍ଶନ କରିପାରିବେ। ତାହା ସହିତ ତାଙ୍କର ମହାପ୍ରସାଦ ମଧ୍ୟ ଆପଣମାନେ ସେବନ କରିପାରିବେ। ଆଜି ବହୁତ ଗହଳି ହୋଇଥିଲା ପ୍ରଭୁଙ୍କ ଦର୍ଶନ ପାଇଁ। ଯେହେତୁ ଆମେ ସିଂହ ଦ୍ୱାରରେ ପ୍ରବେଶ କରିନପାରି ଜୟ ବିଜୟ ଦ୍ୱାରରେ ପ୍ରବେଶ କଲୁ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିଲୁ ଏବଂ ସେ ଦର୍ଶନରେ ଯେଉଁ ଅନୁଭୂତି ଆମକୁ ଲାଗିଲା ତାହା କହିବା ଅସମ୍ଭବ ଅଟେ। ଆର୍ଯ୍ୟବର୍ତ୍ତ ଭାରତବର୍ଷରେ ପ୍ରତ୍ୟେକ ଭାରତୀୟ ଚତୁର୍ଧାମ ରାମେଶ୍ୱର, ପୁରୀ, ବଦ୍ରିନାଥ ଓ ଦ୍ୱାରିକା ଦର୍ଶନ କାମନା କରିଥାନ୍ତି। ଚାରି ସ୍ଥାନ, ଚାରି ଧାମ ପରମ ପବିତ୍ର ବୋଲି କୁହାଯାଏ। ଏହି ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ। ଆପଣମାନେ ଦେଖନ୍ତୁ, ପତିତ ପାବନ ଏହି ପବିତ୍ର ଶ୍ରୀକ୍ଷେତ୍ରରେ ବହୁତ ଗୁଡ଼ିଏ ରହସ୍ୟ ରହିଅଛି। ବହୁତ ଗୁଡ଼ିଏ ଇତିହାସ ଏହି ପବିତ୍ର ଶ୍ରୀକ୍ଷେତ୍ର ଭୂମିରେ ରହିଅଛି। ଆପଣମାନେ ଦେଖନ୍ତୁ ଏବଂ ଜାଣନ୍ତୁ। ଏହି ପବିତ୍ର ଭୂମିକି ମଧ୍ୟ ଶ୍ରୀ ଚୈତନ୍ୟ ବି ଆସିଥିଲେ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ ଏବଂ ବହୁତ ରାଜା ରାଜୁଡ଼ା ଶାସନରୁ ଶ୍ରୀ ଜଗନ୍ନାଥଙ୍କର ମୁଖ୍ୟ ଭକ୍ତ ଭାବରେ ରାଜାମାନେ ପ୍ରଭୁଙ୍କର ସେବା କରିଥାନ୍ତି। ଆମେ ଏବେ ଦର୍ଶନ ସାରି ଫେରୁଛୁ। ଆପଣମାନେ ଦେଖନ୍ତୁ ଏ ବଡ଼ ଦାଣ୍ଡର କିଛି ଦୃଶ୍ୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ତାଙ୍କର ପତିତ ପାବନ ନେତ ବଦଳା କରାଯାଏ। ଆଜି ମଧ୍ୟ ପତିତ ପାବନ ବଦଳା କରାଯାଉଛି। ଆପଣମାନେ ଦେଖନ୍ତୁ, ପ୍ରଭୁଙ୍କ ପାଖରେ ପ୍ରତ୍ୟେକ ଦିନ ମହାପ୍ରସାଦ ଲଗା କରାଯାଏ ଏବଂ ସେହି ମହାପ୍ରସାଦ ପାଇବା ପାଇଁ ବହୁତ ଗହଳି ଲାଗି ରହେ। ଭକ୍ତମାନେ ସେହି ମହାପ୍ରସାଦ ଖାଇ ଆତ୍ମତୃପ୍ତି, ଆତ୍ମଶାନ୍ତି ଲାଭ କରିଥାନ୍ତି। ଏବେ ଆମେ ଅଛୁ ମାଉସୀ ମା ମନ୍ଦିର ବା ଗୁଣ୍ଡିଚା ମନ୍ଦିର। ରଥଯାତ୍ରା ସମୟରେ ମହାପ୍ରଭୁ 9 ଦିନ ଏହି ଗୁଣ୍ଡିଚା ମନ୍ଦିରରେ ବାସ କରିଥାନ୍ତି ବା ଏଠାରେ ରହିଥାନ୍ତି। ଦେଖନ୍ତୁ, ଏହି ମାଉସୀ ମା ମନ୍ଦିର ମଧ୍ୟ ଆପଣମାନେ ଆସିଲେ ଦର୍ଶନ କରିପାରିବେ।
ଆପଣମାନେ ଦେଖନ୍ତୁ ଆମେ ମାଉସୀ ମା ମନ୍ଦିର ପାଖକୁ ଯାଉଅଛୁ। ଆପଣ ଦେଖନ୍ତୁ ଇଏ ହେଉଛି ମାଉସୀ ମା ମନ୍ଦିର। ଆପଣମାନେ ଯଦି ଆସିବେ ବସଷ୍ଟାଣ୍ଡ ପାଖରେ ଏ ମାଉସୀ ମା ମନ୍ଦିର ରହିଅଛି। ଆପଣମାନେ ଦେଖନ୍ତୁ ଏହାର କିଛି ଦୃଶ୍ୟ। ବର୍ତ୍ତମାନ ଆମେ ଯାଉଛୁ ବେଳାଭୂମି ପୁରୀ ସି ବିଚ୍ ପାଖକୁ। ଏମିତି ବି କୁହାଯାଇଅଛି ମହାପ୍ରଭୁ ଜଗନ୍ନାଥ ଭାସି ଭାସି ଆସି ପୁରୀ ସମୁଦ୍ର କୂଳରେ ଲାଗିଥିଲେ ଏବଂ ଏ ବେଳାଭୂମିକି ଦର୍ଶନ କରିବାକୁ ଏବଂ ଏହି ବେଳାଭୂମିର ମଜା ନେବାକୁ ବହୁତ ବିଦେଶୀ ପର୍ଯ୍ୟଟକ ତଥା ଭାରତବର୍ଷରୁ ବିଭିନ୍ନ ରାଜ୍ୟରୁ ଲୋକମାନେ ଏଠାକୁ ଆସିଥାନ୍ତି। ଯେମିତିକି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ୟୁପି, ଛତିଶଗଡ଼ ସବୁ ରାଜ୍ୟର ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହିତ ପୁରୀ ସି ବିଚ୍କୁ ମଧ୍ୟ ଏନ୍ଜୟ କରିଥାନ୍ତି। ଆପଣମାନେ ଦେଖନ୍ତୁ ଏ ପୁରୀ ସି ବିଚ୍ ଏବଂ ଏହାର କିଛି ମଜା ନିଅନ୍ତୁ। ଆପଣମାନେ ଦେଖିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିର, ତାହା ସହିତ ପୁରୀ ସି ବିଚ୍ ଯାହାର ବହୁତ ଗୁଡ଼ିଏ ଭୂମିକା ରହିଅଛି। ଯଦି ଆପଣମାନଙ୍କୁ ଏ ବ୍ଲଗ୍ଟି ଭଲ ଲାଗିଥାଏ ତାହେଲେ ଆପଣମାନେ ନିଶ୍ଚିତ ଭାବରେ ଏହି ବ୍ଲଗ୍କୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଆଉ ହଁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ପୁଣି ଦେଖା ହେବ ଆଉ ଗୋଟିଏ ନ୍ୟୁ ବ୍ଲଗ୍ ଏବଂ ନୂଆ ଜାଗାରେ। ଧନ୍ୟବାଦ।